ପେନ୍ କଥା ଯଦି କହିବା ମୁଁ ଲାଷ୍ଟ ଇୟର ଯୋଉ ଆମର ଫାଉଣ୍ଟେନ୍ ପେନ୍ ଡେ ଥିଲା ନଭେମ୍ବର ଫାର୍ଷ୍ଟ ଫ୍ରାଇଡେ ଆମର ଫାଉଣ୍ଟେନ୍ ପେନ୍ ଡେ ସେଲିବ୍ରେସନ୍ କରାଯାଏ। 4000 ଆରାଉଣ୍ଡ ପେନ୍ ଥିଲା। ତାପରେ ମୁଁ ଟାର୍ଗେଟ ରଖିଥିଲି 10,000 ଟାର୍ଗେଟ ପେନ୍ ଥିଲା ଏଇ ନଭେମ୍ବର ଫାର୍ଷ୍ଟ ଫ୍ରାଇଡେ ଯୋଉ ଥିଲା। ତ କିନ୍ତୁ ସେଟା ଆରାଉଣ୍ଡ 2000 ପ୍ଲସ୍ ମୋର କଲେକ୍ସନ୍ ହେଇଥିବ ବୋଲି ମୁଁ ଆଶା କରୁଛି। ଏକ୍ଜାକ୍ଟଲି ମୁଁ ଆଉ ତାପରେ ଟିକେ ଡିପ୍ରେସ୍ ହେଇଗଲି ଯେହେତୁ ମୋର ଗୋଲ୍ ଆଚିଭ୍ ହେଇପାରିଲାନି ମତେ ଯୋଉ ନିହାତି ଭାବରେ ମନ ଭିତରେ ମଣିଷ ହିସାବରେ ଯେତେବେଳେ ଆପଣ ଗୋଟେ ଭାବିଥିବେ ମୋର ଗୋଟେ ଏମ୍ ଆଣ୍ଡ ଅବଜେକ୍ଟିଭ୍ ଅଛି ମୁଁ ଏଇ ଭିତରେ କରିପାରିବି ସେ ସଂଖ୍ୟାଟା ପୂରଣ ହେଇପାରିଲାନି ଯଦି ଟିକେ ଡିପ୍ରେସ୍ ହେଲି। ତାପରେ ଗଣାଗଣି କରେନି କିନ୍ତୁ ମତେ ଲାଗୁଛି ଏଇଟା 6000 କି 6000 ପ୍ଲସ୍ ପେନ୍ ଥାଇପାରେ। ବିଭିନ୍ନ ବ୍ରାଣ୍ଡର ପେନ୍ ଅଛି ଯେମିତିକି ଆପଣ 3 ଟଙ୍କାରୁ ଆରମ୍ଭ କରିକି 3000 କଣ 4000 ଟଙ୍କାର ପେନ୍ ଅଛି। ଗୁଡ଼ାଏ ଗୋଲ୍ଡ ପ୍ଲେଟେଡ୍ ପେନ୍ ଅଛି, ରୂପାର ସିଲଭର ପେନ୍ ଅଛି। ଯୋଉଟା ପ୍ରାଇସ୍ ଆକ୍ଚୁଆଲି ଲେଖା ହେଇନି। ଯଦି ସବୁ ଶସ୍ତା ପେନ୍ ଦେଖିବେ ୟୁଜ୍ ଆଣ୍ଡ ଥ୍ରୋ ପେନ୍ ବି ରଖିଛି ମୋ ପାଖରେ। ବାକି ପାର୍କର ହେଲା, ପେରିକାଡେନ୍ ହେଲା, ଲାମି ହେଲା, ଆପଣଙ୍କର ରେନଲ୍ଟସ୍ ହେଲା, ପ୍ରାୟ ସବୁ କମ୍ପାନୀ ଯେତେ ସବୁ ବ୍ରାଣ୍ଡର ସାଫାୟାର ହେଲା, ଯେତେ ସବୁ ବ୍ରାଣ୍ଡର ପେନ୍ ଆପଣ ମାର୍କେଟରେ ଦେଖିବେ ପ୍ରାୟ ସବୁ ବ୍ରାଣ୍ଡର ପେନ୍ ମୋ ପାଖରେ ଅଛି। ନିହାତି ଭାବରେ କାହିଁକିନା ଆମେ ଯେତିକି ମାନେ ମୁଁ ଯେତିକି ବୁକ୍ ଷ୍ଟୋର ବି ମୋ ଝିଅ କ୍ଲାସ୍ 8ରେ ପଢୁଛି ମୁଁ ବେଳେବେଳେ ତା ପାଇଁ ଏଇ ଗୁଡ଼ାଏ ପେନ୍ ଅଛି ସେ ୟୁଜ୍ କରେନି ତାର ପେନ୍ ଗୋଟେ ଅଲଗା ସିଏ ତାର ଲେଖାଲେଖି କରେ। ମୁଁ ଯାଏ ଯେତେବେଳେ ନଜର ପକାଏ ତାର ଆକ୍ଚୁଆଲି ସିଏ ତାର ଦୁର୍ବଳତା ଯୋଉଗୁଡ଼ା ସବୁ ସାର୍ପ ଚାଲୁଥିବ ପେନ୍ ଗୁଡ଼ା ସିଏ ଲେଖେ ବେଶୀ। ତ ତା ପାଇଁ ଯେତେବେଳେ ପେନ୍ ଦରକାର ହୁଏ ମୁଁ ଯୋଉ ଆମର ପାଖାପାଖି ଯୋଉ ବୁକ୍ ଷ୍ଟୋର ଗୁଡ଼ାକୁ ଯାଏ ନଜର ପକାଏ ମୋ ଭଳିଆ ପେନ୍ ଏଠି ଅଛି କି? ଦେଖେ ଏଇ ଯୋଉ ପାର୍କର ଭଳିଆ ଯୋଉ ଆମର 150-200 ଟଙ୍କିଆ ରେଞ୍ଜର କିଛି ପେନ୍ ଥାଏ କି ମ୍ୟାକ୍ସିମମ୍ 500 ପର୍ଯ୍ୟନ୍ତ ପେନ୍ କିଛି କିଛି ଥାଏ। କିନ୍ତୁ ବହୁତ ଦାମୀ ପେନ୍ ଯୋଉଟା ମୋ ପାଖରେ ଅଛି ହୁଏତ ମୁଁ ପାଏନି। ମୋର ଗୋଟେ ଗୋଟେ ପେନ୍‌ର ଓଜନ ବି 150-200 ଗ୍ରାମ ବେଳେବେଳେ ପକେଟରେ ରଖିଲେ ପକେଟ ଓହଳି ପଡ଼େ। କି ହାତରେ ଲେଖିଲା ବେଳକୁ ମାନେ ହାତଟାକୁ ମାଡ଼ି ହେଲା ଭଳିଆ ପଡ଼େ। ଏତେ ମାନେ ୱେଟ୍ ବି ପେନ୍ ଗୁଡ଼ାକର। ଯଦି ୟୁଜ୍ କଥା କହିବେ ମୋର ସବୁଠୁ ଫେଭରାଇଟ୍ ପେନ୍ ହେଲା ପାର୍କର। ସେ ପାର୍କର ପେନ୍‌ର ଯୋଉ ଆମର ପକେଟରେ ମାରିଲେ ମତେ ଟିକେ ମାନେ ଲାଗେ ଟିକେ ମାନେ ବେଶୀ ପର୍ସନାଲିଟି ମୋର ଡେଭଲପ୍ ହେଲା ଭଳିଆ ଲାଗେ। ତ ମୋର ସବୁଠୁ ୱିକନେସ୍ ହେଲା ପାର୍କର ପେନ୍। ପାର୍କର ପେନ୍‌ଟା ମତେ କିଏ ସାଙ୍ଗ ହେଲା କି ମୋର ସମ୍ପର୍କୀୟ ହେଲା କି କିଏ ଗୋଟେ ଦେଲେ କି ମୁଁ କୋଉଠୁ ଯଦି ଆଣିଲି ମତେ ଟିକେ ୟୁନିକ୍ ଲାଗିଲା ପେନ୍‌ଟା ମତେ ସବୁଠୁ ଭଲ ଲାଗେ ପାର୍କର ପେନ୍‌ଟି। ସ୍ପେସିଆଲ ଅକେଜନ୍ ଅନୁସାରେ ଯେମିତି ଆପଣଙ୍କର ହେଲା ଜାନୁଆରୀ 26 ହେଲା କି ଆମର ସ୍ୱାଧୀନତା ଦିବସ ହେଲା, ଆମର ଅଗଷ୍ଟ 15 ହେଲା ସେ ସମୟରେ ୟୁନିକ୍ ପେନ୍ ଆସେ ଯେଉଁଥିରେ କି ତିରଙ୍ଗା 3ଟା ରଙ୍ଗ ଆମର ଯୋଉ ଯେମିତି ଜାତୀୟ ପତାକାରେ ଅଛି ସେଇ ଟାଇପ୍‌ର ମାନେ ଡିଜାଇନ୍ ହେଇଥିବା ପେନ୍ ବି ବେଳେବେଳେ ମାନେ ଅଛି ଯୋଉଟାକି ମୋ ପାଖରେ ବି ମୁଁ ରଖିଛି ଲାଇବ୍ରେରୀରେ। ଗୁଡ଼ାଏ ଇଙ୍କ ପେନ୍ ଅଛି ମୁଁ ତାକୁ ଥରେ ଲେଖିଦେଇକି ତାକୁ ଥୋଇ ଦେଇଛି। ଏବେ ତ ଗୁଡ଼ାଏ ଇଙ୍କ ଅଟୋମେଟିକ୍ ଶୁଖିଯାଇଛି। ଗୁଡ଼ାଏ ପେନ୍ ଅଟୋମେଟିକ୍ ତାଙ୍କ ରିଫିଲ୍ ବେଳେବେଳେ ମାସେ 2 ମାସରେ ମତେ ଟାଇମ୍ ହେଲେ ମୁଁ ସବୁ ପେନ୍‌କୁ କାଢ଼େ। କୋଉ ରିଫିଲ୍‌ଟା ଚାଲୁଛି ନା ଚାଲୁନି ଚେକ୍ କରେ। ଯଦି ଚାଲୁନି ତା ରିଫିଲ୍‌ଟା କାଢ଼ିଦିଏ କିନ୍ତୁ ପେନ୍‌ଟା ମୋ ପାଖରେ ମୁଁ ରଖେ। ମୁଁ ଯେତେବେଳେ ମୋର ପ୍ରଥମେ ଲାଷ୍ଟ ଇୟର ପେନ୍ ମ୍ୟାନ୍ ଷ୍ଟୋରୀ ମର୍ଣ୍ଣିଂରେ ଗୋଟେ ଲୋକପ୍ରିୟ ଗଣମାଧ୍ୟମରେ ପ୍ରସାରଣ କରାଗଲା। ମୋର ଗୋଟେ ସାଙ୍ଗଟେ ଫୁଲବାଣୀରେ ହାଇସ୍କୁଲ ସାଂସ୍କ୍ରିଟ ଟିଚର ଅଛି। ସକାଳୁ ସକାଳୁ ଫୋନ୍ କଲା। କହିଲା ସାଙ୍ଗ ବହୁତ ଖୁସି ହେଲି। ମୁଁ କହିଲି କାହିଁକି? ନା ଟିଭିରେ ତତେ ଦେଖିଲି। ମୁଁ କହିଲି ଟିଭିରେ କଣ ଆଗରୁ ଦେଖିନଥିଲୁ? ମୁଁ ଟିଭିରେ ବି ଆଗରୁ ବାହାରିଛି। ନା ନାଇଁ ଏଇଟା ଗୋଟେ ତୋର ଷ୍ଟୋରୀ ହେଇଛି ପେନ୍ ମ୍ୟାନ୍ ଅଫ୍ ଓଡ଼ିଶା। ମୁଁ ଗୁଗୁଲ ସର୍ଚ୍ଚ କଲେ ବି ପେନ୍ ମ୍ୟାନ୍ ଓଡ଼ିଶା ଯଦି ଆପଣ ଗୁଗୁଲ ସର୍ଚ୍ଚ କରିବେ ତୁଷାରକାନ୍ତ ଦାସ ପଳେଇ ଆସୁଛି। ସେଇଟା ବି ଆମ ପାଇଁ ଗୋଟେ ବହୁତ ବଡ଼ କଥା ସାଙ୍ଗ। ନାଇଁ ପ୍ଲାନ୍ ପେନ୍‌କୁ ନେଇକି 10,000 ଟାର୍ଗେଟ୍ ଇଜ୍ ମଷ୍ଟ। ଗୁଡ଼ାଏ ଲୋକ ଅଛନ୍ତି ଯୋଉମାନଙ୍କର ପେନ୍ ସଉକ ଅଛି ତାଙ୍କ ପକେଟକୁ ମୁଁ ନଜର ପକାଏ। ମୁଁ ଭାବେ କି ମୋ ପାଖରେ ବୋଧେ ତାଠୁ ଭଲ ପେନ୍ ଅଛି। ତେଣୁ ତା ଦୁର୍ବଳତା ନାହିଁ। ହଁ ପଡ଼େ। ଡାକ୍ତର ବହୁତ ଏକ୍ସପାୟାର୍ଡ କରିଗଲେଣି ଯେମିତି ଡକ୍ଟର ଜେପି ଦାସ ଆମର କାର୍ଡ଼ିଓଲୋଜିର ମାନେ ଫାଦର ଅଫ୍ କାର୍ଡ଼ିଓଲୋଜି ବା ପ୍ରଫେସର ଅଫ୍ ପ୍ରଫେସର୍ସ କୁହାଯାଏ। ସେ ସବୁବେଳେ ମୁଁ ଯେତେବେଳେ ତାଙ୍କ କ୍ଲିନିକକୁ ଯାଏ ସେ ତାଙ୍କ ଡ୍ରୟାରଟା ଖୋଲି ଦିଅନ୍ତି। ତୁଷାର କେତେଟା କଣ ପେନ୍ ନେବା କଥା ନେଇଯାଅ। ସେତେବେଳେ ମୁଁ ପେନ୍ ମ୍ୟାନ୍ ହେବି ବୋଲି ଆଶା ନଥିଲା। କିନ୍ତୁ ପେନ୍ ପ୍ରତି ମୋର ଦୁର୍ବଳତା ଅଛି ବୋଲି ସେ ଜାଣିଥିଲେ। ତେଣୁ ତୁଷାର ଆସିଲା ମାନେ ତାକୁ ଭଲ ପେନ୍ 5-7ଟା କି 10ଟା ଦେଇଦିଏ ମୁଁ। ଯେକୌଣସି ପେନ୍ ହେଲେ ବି ମୁଁ ରଖେ କିନ୍ତୁ ସେଥିରେ ୟୁନିକନେସ୍ ହଁ ରଖେ। ରଖେ ପେନ୍‌ରେ ଇଙ୍କ ନଥିଲେ ବି ମୁଁ ରଖେ କିନ୍ତୁ ପେନ୍‌ର କିଛି ୟୁନିକନେସ୍ ଥିବା ଦରକାର। ଆଉ ସେ ପେନ୍‌ଟା ମୋ ପାଖରେ ଥାଇକି ମୁଁ ଆଉଥରେ ସେଇଟା ଗୋଟେ ରିପିଟ୍ କରିକି ଚାହେଁନି ରଖିବା ପାଇଁ। ପେନ୍ ତ ଅଛି ମୋ ପାଖରେ ରଖେ। ତ ଆମର ଟାର୍ଗେଟ୍ ଅଛି ସଂଖ୍ୟାଟା। ସେଇ ଭିତରେ କଷ୍ଟଲି ଥାଇପାରେ, କମ୍ ଦାମର ବି ଥାଇପାରେ, ସବୁ ଥାଇପାରେ। କିନ୍ତୁ 10,000 ଟାର୍ଗେଟ୍ ଫୁଲଫିଲ୍ କରିବାଟା ନିଶ୍ଚୟ ମୁଁ କରିବି। କହିବାକୁ ଗଲେ 10,000 ପେନ୍ ମେ ବି ମୁଁ ଆଚିଭ୍ କରିସାରନ୍ତିଣି। ମୋର ବଡ଼ ପରିବାର ଆମ ନୂଆବର୍ଷରେ ଡାଏରୀ ପେନ୍ ଦେଇଦିଏ ଆକ୍ଚୁଆଲି ଚିହ୍ନା ପରିଚୟରେ ବି ଦିଏ। କିନ୍ତୁ ସେମାନେ ଯେତେବେଳେ ଜାଣିଲେ ଏଇଟା ମୋର ଗୋଟେ କଲେକ୍ସନରେ ପରିଣତ ହେଲାଣି ପ୍ରାୟ ଆଉ କେହି କହନ୍ତିନି ମୋତେ ପେନ୍ ଦବ କି କଣ କରେ। ମୁଁ ମୋ ଆଡୁ ଦେଲେ ବି ମୋର ସଡୁମାନେ ବେଳେବେଳେ କହନ୍ତି ଭାଇନା ଆପଣ ବା କଲେକ୍ସନ କରୁଛନ୍ତି ଆମକୁ କାହିଁ ଦେଇ ଦଉଛନ୍ତି। ଯେତେବେଳେ ପେନ୍ ମ୍ୟାନ୍ ଅଫ୍ ଓଡ଼ିଶା ଆସିଲା ମୋତେ ବହୁତ ଖୁସି ଲାଗିଲା। କୋଉଥିରେ ନା କୋଉଥିରେ ତ ରେକଗ୍ନିସନ୍ ଆସିଲା।
ଆଉ କିଛି ଲୋକ ଆମକୁ ଚିହ୍ନିଥିଲେ, ଅନେକ ଲୋକ ତା ଦ୍ୱାରା ଚିହ୍ନିଲେ ଯେହେତୁ ବହୁତ ସାରା ମିଡ଼ିଆରେ ଗଲା। ଏ ଯାହା ବି ହଉ କିଛି ଖରାପ କ୍ଷେତ୍ର ନୁହଁ, ଏଇଟା ଭଲ କ୍ଷେତ୍ର ଯୋଉ କ୍ଷେତ୍ରରେ କି ଆମକୁ ଲୋକ କରୁଛନ୍ତି। ତାପରେ ବହୁତ ମାନେ ଅଚିହ୍ନା ଡାକ୍ତର ମାନଙ୍କର ମୁଁ ଜଣେ ଡକ୍ଟରଙ୍କୁ ଯାଇଥିଲି, ସିଏ ମାନେ ଏତେ ମେମୋରି ତାଙ୍କର ସାର୍ପ। ଗୋଟେ ପ୍ରୋଗ୍ରାମ ଥିଲା ନ୍ୟୁରୋ ସର୍ଜରୀର ଗୋଟେ ଅଲ୍ ଇଣ୍ଡିଆ କନଫରେନ୍ସ ଥିଲା, ସେଇ ବିଷୟରେ କଥା ହବାକୁ ଯାଇଥିଲି। ସେଠୁ ପଚାରିଲେ, ମୁଁ କହିଲି ସାର୍ ମୁଁ ଏମିତି ହେଲ୍ଥ ପ୍ରୋଗ୍ରାମ କରେ ଆଉ ମୋର ଆଉ ଗୋଟେ ପରିଚୟ ଅଛି। ନା କଣ କହିଲେ? ମୁଁ କହିଲି ପେନ୍ ମ୍ୟାନ୍। କହିଲା କି ମାନେ ଫାଷ୍ଟ ଟାଇମ୍ ମୁଁ ଆପଣଙ୍କୁ ପୁରା ମନେ ରଖିଥିଲି, କୋଉଠି ନା କୋଉଠି ଦେଖାହବ। କିନ୍ତୁ ପେନ୍ ମ୍ୟାନ୍ ତାଙ୍କ ୱାଇଫ୍ କି ଡାକି କହିଲେ, "ଆରେ ଦେଖ ଦେଖ ଆମ ଘରକୁ ପେନ୍ ମ୍ୟାନ୍ ଅଫ୍ ଓଡ଼ିଶା ଆସୁଛନ୍ତି।" ଖୁସି ଲାଗିଲା, ବହୁତ ଖୁସି ଲାଗିଲା। ସେ କହିଲେ ମୁଁ ଫାଷ୍ଟ ଟାଇମ୍ ମିସ୍ କରିଗଲି। ମୋ ମୁହଁଟା ମୁଁ ଥରେ ଦେଖିଲା ମାନେ ଟିଭିରେ ତାଙ୍କୁ ମନେ ରଖିଥାଏ, କେମିତି ମିସ୍ କରିଗଲି। ସାଙ୍ଗେ ସାଙ୍ଗେ କହିଲେ, "ଗୋଟେ ସିଏ ଓଜନିଆ ପେନ୍ ଗୋଟେ ଥିଲା, ଆଣିଲ ଆଣିଲ। ପେନ୍ ମ୍ୟାନ୍ ଆସିଛନ୍ତି ମାନେ ପେନ୍‌ଟେ ଦବା ନା, କଫି, ଚା, ମିଠା କଥା ଅଲଗା, ବ୍ରେକ୍ ମାନେ ତାଙ୍କୁ ଚର୍ଚ୍ଚା କରିବା ଅଲଗା। ତାଙ୍କୁ ଗୋଟେ ପେନ୍‌ଟେ ଦେଲେ ବହୁତ ଖୁସି ହେବ।" ସେ ଖୋଜି ଖୋଜି ଗୋଟେ ପେନ୍‌ଟେ ଆଣିକି ଦେଇଥିଲେ। ବହୁତ ଖୁସି ଲାଗିଥିଲା ସେଦିନ।